जगन्नाथ सांग मैंने देखो सकाल कार को चिंता चाउमिन सकाल खाई चाउमिन तो केते सरंजाम आ 15 जन खायापी गोटे छणा थुआई हाथ छणा लुण तो पकई लुण जमी घर अमल आज्ञा कह सकाଳେ चाउमिन खाइबार कारण कौन मो इच्छा मो मन कौन कह तो नाई चाउमिन को मो बड़ बड़ भारी इच्छा है चाउमिन टे खाइबा ना उपमा होता जेहतु माघ मास लास्ट सोमवार सी चाउमिन सब परिवा अच्छी तो सी कहला मुझे हम बिना प्याज रसुण आज्ञा बिना प्याज हाथ चाटी खाइबा कौन करिया भल लगे देखिए मुझे पूरा टेस्ट करेंगे आप तो जानी नथिबे केमिति रहस्य कहबी आपण बसंत मु करदेले खाइ हां हाँ कौन खाइबा हाँ मुझे छाड़ देछि रेडी हो गला चाउमीन किए खाइबा आसन सकाळ सकाळ जलखिया चाउमीन गोड़ थे मो चंद सिंदूर टी आइलानी से ठाकुर कचर जी बाबा पुणी भोग देखे हाँ आसला से आसियो ना सेटा की पत्र खाइबा पिया सईला बहुत खुशी लगिला बाहाघर 4 वर्ष पर मुझे आम गाँ मंदिर गली गाँ मंदिर को मुझे जाई नथिली बाहाघर परठू भी जाइनी गली जे किंतु दुख लगुच आज आम जेहेतु दादा शशुर चल जाइछंती मंदिर भीतर तो जीविनी से पदार बुलिकी आसिली जाओ बेड़ा तो बुलिकी आइले बहुत खुशी लगिला आपण मु आशा कर आपण मैंने भी देखिए आम गाँ मंदिर केमती देखी सारी बेणी मुझे भावुँ आपण मैंने आसिकली मो स्टाण्ड को ये बसिकी ये साढ़े जा मानने टावर अच्छी 5G डाटा बोली लगी जाऊँ चुट्टी भितर पशि जाऊँ चेन रे किसी पिंधे ना छाड़ आज बेस किसी सेमती ब्लॉग नहीं आज खाली हूँ गाँ जेहेतु मंदिर जाइए मंदिर ब्लॉग कर सकाल चाउमिन खाया ब्लॉग करमती किसी आज ब्लॉग नहीं आपण मैंने तो देख सारे आउ कौन कहबी कौ कौ 4 दिन केमती बीतीगला यहाँ मुझे जापारनी आसती शुक्रवार केते खुशी रे मुझे आसती काली एतरक मो बसारे मुझी टाइम केटा मुझे मोर एका गड़ू थी देखो जदि बाप घर को जदि तुम बुलिया गल लोक मैंने अलग अर्थर नहीं कि पूरा
ଏଡ଼ିକିଠୁ ଏଡ଼େ ବଡ଼ ଇସ୍ୟୁ କରନ୍ତି। ନାଇଁ ଗୋଟେ ଝିଅ ବାପ ଘରକୁ ବି ଯାଇପାରିବନି। ମୋ ବାପ ଘରକୁ ମୋର ଇଚ୍ଛା ହେଲା ମୁଁ ଆସିଲି, ତ ସେଠୁ ଆପଣମାନଙ୍କର କ'ଣ ଯାଉଛି? କିଛି ଲୋକ ଅଛନ୍ତି ମୋ ବାପ ଘରେ ଅଛନ୍ତି, ସେମାନେ କହୁଛନ୍ତି ତୁ ସବୁବେଳେ କ'ଣ ତୋ ବାପ ଘରକୁ ଯାଉଛୁ? ମୁଁ ମୋ ବାପ ଘରେ ଆସିବିନି, ଖାଲି କ'ଣ ଶାଶୁ ଘରେ ରହିବି? ମୋର ଯେହେତୁ ତାଙ୍କର ଛୁଟି 4 ଦିନ ଅଛି, ମୁଁ ସେଇଆ କହିଲି ମୁଁ ମୋ ବାପ ଘରକୁ ଯିବି। ମୋତେ ଯେଉଁଠି ମାନେ ଖୁସି ମିଳୁଛି, ଯେଉଁଠି ମୋତେ ମାନେ ଭଲ ଲାଗୁଛି, ମୁଁ ସେଇ ଜାଗାକୁ ଯିବି। ତ ଏଇଟା ମୋ ଉପରେ ନିର୍ଭର କରେ। ଯେଉଁଠି ମୋତେ ଭଲ ପାଇବା ସ୍ନେହ ମିଳୁଛି ମୁଁ ସେଇଠିକି ଯିବି। ଆଙ୍କୁ ବି ସ୍ନେହ ମିଳୁଛି ନା ମୋ ସ୍ୱାମୀକି। ଯଦି ତାଙ୍କୁ ନ ମିଳନ୍ତା, ନାଇଁ ମୁଁ ମୋ ସ୍ୱାମୀକି ମିଳୁନି, ମୁଁ କାହିଁ ଯିବି? ଯେଉଁଠି ଖୁସିରେ ଯିଏ ରହିପାରିବ ସେଇ ଜାଗାକୁ ଯାଆନ୍ତି। ଯେଉଁଠି ଖୁସି ନାହିଁ ସେ ଜାଗାକୁ ଯାଇ ଲାଭ କ'ଣ ଅଛି? ଯେଉଁଠି ସମ୍ମାନ ନାହିଁ ସେଇଠିକି କାହିଁକି ଯିବ? ଗୋଟେ ଜ୍ୱାଇଁଟେ ମାନେ ଗୋଟେ ଶ୍ୱଶୁର ଘରକୁ ଯାଉ, ତାକୁ ଯେଉଁ ସମ୍ମାନ ମିଳେ ଗୋଟେ ଝିଅଟାକୁ ତା ଶାଶୁ ଘରେ ମିଳେ ନାହିଁ। ସେତିକି ସମ୍ମାନ ମିଳେ ନାହିଁ, କି ବୋହୂ ବୋଲି ମର୍ଯ୍ୟାଦା ମିଳେ ନାହିଁ। ଛାଡ଼, କ'ଣ କହିବି, ମୁଁ କିଛି କହିବାକୁ ବି ଚାହେଁନି। ଆଉ ଆଶା କରୁଛି ଆପଣମାନେ ମୋ ଭିଡ଼ିଓ ଫାଷ୍ଟ ଦେଖୁଛନ୍ତି, ଭଲ ପାଇବା ଦେଉଛନ୍ତି, ଯେଉଁଥିପାଇଁ ମୁଁ ଏପର୍ଯ୍ୟନ୍ତ ଆସିପାରିଛି। ଆଉ ମୁଁ ଯିଏ ବି ନୂଆ ଅଛନ୍ତି ଜଲ୍ଦି ମୋ ଚ୍ୟାନେଲ୍କୁ ଯାଆନ୍ତୁ, ସବସ୍କ୍ରାଇବ୍ କରନ୍ତୁ, ଭିଡ଼ିଓକୁ ଫାଷ୍ଟ ଦେଖନ୍ତୁ, ଆଉ କମେଣ୍ଟ ମାଧ୍ୟମରେ କୁହନ୍ତୁ ଭିଡ଼ିଓ କେମିତି ଲାଗୁଛି। ଯଦି ଭୁଲ ରହୁଛି କମେଣ୍ଟ ମାଧ୍ୟମରେ କୁହନ୍ତୁ, ମୁଁ ନିଜକୁ ସୁଧାରିବି। ଯଦି ଠିକ୍ ଠାକ୍ ଲାଗୁଛି ତାହେଲେ ଭଲ କମେଣ୍ଟ ଦିଅନ୍ତୁ। ଆଉ ଯେଉଁମାନଙ୍କୁ ମୋ ଭିଡ଼ିଓ ପସନ୍ଦ ଆସିବନି ସେମାନେ କ'ଣ କରିବେ, ସ୍କିପ୍ କରିକି ପଳେଇ ଯିବେ। ମୁଁ ବି ଏତେ ବଡ଼ ବ୍ଲଗର୍ ବି ନୁହଁ, ଯେଉଁଥିପାଇଁ କି ଆପଣମାନଙ୍କୁ ବି ଭଲ ଲାଗିବ। ଆଉ ଯେଉଁମାନେ ଭଲ ଲାଗୁଛି ଭଲ ପାଇବା ଦିଅନ୍ତୁ, ଯେଉଁମାନଙ୍କୁ ଭଲ ଲାଗୁନି ସେ ସୁନ୍ଦର ଭାବରେ ସ୍କିପ୍ କରି ପଳେଇ ଯାଆନ୍ତୁ। କାହିଁକି ଦେଖିକି କହିବେ ଏମିତି କାହିଁ ଭିଡ଼ିଓ ବନାଉଛୁ, ଫାଲତୁ ଭିଡ଼ିଓ। କିଛି ତ ଥାଆନ୍ତି କୁହନ୍ତି ନା, ମୁଁ ଠାକୁରଙ୍କ ଦୟାରୁ ମୋତେ ସେମିତି କେହି କିଛି କହିନାହାନ୍ତି। ତଥାପି 2-3 ଜଣ ଖଣ୍ଡେ ମୋତେ କହିଛନ୍ତି, ମୁଁ ତାଙ୍କୁ ଯେଉଁଥିପାଇଁ କି ତାଙ୍କୁ ବ୍ଲକ୍ କରିଛି। ସଂସ୍କାର ଶିଖିନି ଆଇଛି 2-4 ଜଣ, ଆଉ ସମସ୍ତେ ନେଲେ ମୋତେ ମୋ ପରିବାର ମୋତେ ଭଲ ପାଇବା ସ୍ନେହ ଦେଉଛନ୍ତି। ଯେଉଁଥିପାଇଁ ମୁଁ ଏତିକି ଆସିଛି। ମୋର 40 ଜଣ ଦେଖିଲେ ବି ସେ ମୋ ପାଇଁ 40,000 ପରିବାର। ସତ କହୁଛି ସାଙ୍ଗମାନେ, ମୋ ମାଆର ଆଶୀର୍ବାଦ ଯେମିତି ମୋ ମୁଣ୍ଡରେ ଅଛି, ଆପଣମାନଙ୍କ ଭଲ ପାଇବା ସ୍ନେହ ବି ମୋ ମୁଣ୍ଡରେ ଅଛି। ମୋର ମାଆ କ'ଣ ଯେତିକି ଆମେ ପୃଥିବୀରେ 1.5 କୋଟି ଲୋକ ଅଛି, ସମସ୍ତଙ୍କର ମାଆ ହିଁ ସମାନ। ମୁଁ ମୋ ମଙ୍ଗଳା ମାଆଙ୍କୁ ବହୁତ ଭଲ ପାଏ। ଆଉ କେଉଁମାନେ କ'ଣ ଭଲ ପାଉଥିବେ? ତାପରେ ଏବେ ସନ୍ତୋଷୀ ମା ଆସିଲେ, ସନ୍ତୋଷୀ ମାଆକୁ ଭଲ ପାଇଲି। ସେଥିପାଇଁ 2 ଜଣଙ୍କ ଆଶୀର୍ବାଦ ସଦା ସବୁବେଳେ ଆପଣମାନଙ୍କ ମୁଣ୍ଡରେ ଥାଉ, ଯେମିତି ମୋ ଉପରେ ଅଛି। ଆପଣମାନେ ଭଲ ପାଇବା ବି ସେମିତି ମୋ ଉପରେ ଥାଉ। ଆଜିର ବ୍ଲଗ୍ଟାକୁ ମୁଁ ଏଇଠି ଏଣ୍ଡ କରୁଛି, ରହୁଛି, ବାଏ ବାଏ। ପୁଣି ଦେଖା ହେବା କାଲି ଯାଇକି ଆମ କଟକରେ। ଆଜି ଦେଖିଦିଅନ୍ତୁ ଦେଖେଇ ଦେଉଛି ବିଲର ପରିବେଶ, ଆପଣମାନେ ଦେଖନ୍ତୁ। ଏଇଟା ପଡ଼ିଆ ଅଛି। ଆଉ କିଛି ଦିନ ପରେ ଆସିଲା ପରେ ପୁରା ମୁଗ ହେଇଯାଇଥିବ। ତାପରେ ଆଉ କିଛି ଦିନ ଆସିଲା ପରେ ଧାନ ହେଇଯାଇଥିବ। ପୁରା ଦେଖନ୍ତୁ, ପୁରା ସେ ମୁଣ୍ଡ ଯାଏ ପୁରା ହଳଦିଆ ଅଛି। ମାନେ ସବୁ ପଡ଼ିଆ ପଡ଼ିଛି। ତାପରେ ଆଉ କିଛି ଦିନ ପରେ ମୁଗ କି ବିରି ଲଗେଇତେ ହେଇଯାଇଥିବ। ଆଉ କିଛି ଦିନ ହେଲେ ତଳି ପଡ଼ିଥିବ, ରୁଆ ହେବ। ଏମିତି ତ ସମୟ ଉପରେ ସମୟ ତ କାହାକୁ ଅପେକ୍ଷା କରିବନି ନା। ତ ଆପଣମାନେ ଆଉ ତାରେ ମୁଁ ଏଇଠି ବସିଛି, ଘର ଯାଇ ରହିଲାଣି, ସେଠି ମୁଁ ଆସିକି ଏଠି ବସିଛି ବିଲ ପାଖରେ। ଆର ଯେଉଁ ଆନନ୍ଦ, ମାଟି ମାଆର ଯେଉଁ ଆନନ୍ଦ ଆଉ କିଛି ନାହିଁ। ହଁ, ଆଉ ଗୋଟେ କିଛି କଥା କହିବାକୁ ଭୁଲି ଯାଇଛି। ଗାଁକୁ ହେଲେ ମୁଁ ସବୁ କିଛି ଭୁଲିଯାଏ। ସମସ୍ତଙ୍କୁ ମୋର ଗଣତନ୍ତ୍ର ଦିବସରେ ସମସ୍ତଙ୍କୁ ମୋ ଅଭିନନ୍ଦନ, ଶୁଭେଚ୍ଛା, ଶୁଭକାମନା। ବହୁତ ଖୁସି ଲାଗୁଛି। ଜାନୁଆରୀ 26 ଦିନ 26 ତାରିଖରେ ଏଇଟା ଏଇଟା ପଡ଼ିବାଟା ସମ୍ଭବ ନୁହଁ। ଏଇଟା ଖୁବ୍ କମ୍ ପଡ଼ିଛି। 26 ଦିନ 2026 ମସିହା 26 ତାରିଖରେ ଜାନୁଆରୀ 26 ପଡ଼ିଛି, ଯେଉଁଟାକି ଗଣତନ୍ତ୍ର ଦିବସ, ରିପବ୍ଲିକ୍ ଡେ। ସମସ୍ତଙ୍କୁ ଜୟ ହିନ୍ଦ। ଆଉ ଯେହେତୁ ଛୁଆବେଳେ ପତାକା ଉତ୍ତୋଳନ କରୁଥିଲୁ, ଏଇଟା ତ ଗୋଟେ ପତାକା ମିଳିବା ବି ବହୁତ
କଷ୍ଟକର। ମିଳିଲେ କ'ଣ ଆମର ଏଠି ଗାଁଠୁ ବଜାର ଟିକେ ବହୁତ ଦୂର। ତାପରେ ମୁଁ ଏମିତି କୁଆଡ଼େ ଯାଏନି। କଟକରେ ଥିଲେ ହୁଏତ ପତକା, ତଥାପି ଆମର ମୋ ଝିଆରୀ ହେବ, ସିଏ ସାଇକେଲରେ ପତକା ଲଗେଇଥିଲା। ମୁଁ ତାକୁ ସର୍ଟ ଭିଡ଼ିଓରେ କରିଛି, ସେଇଟା ମୁଁ ପୋଷ୍ଟ କରିବି। ସମସ୍ତଙ୍କୁ ମୋର ଜୟ ହିନ୍ଦ, ଟାଟା।